ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ ସମସ୍ତଙ୍କୁ। ସାଙ୍ଗମାନେ, ବେଳେବେଳେ ମଣିଷ ଏମିତି ବନ୍ଧନରେ ବାନ୍ଧି ହେଇଯାଇଥାଏ ଯେ କାହାକୁ କିଛି କହିପାରେନି କି ସହି ବି ପାରେନି। ଆଉ କିଛି ପ୍ରତିଶ୍ରୁତିରେ ଏମିତି ଛନ୍ଦି ହେଇଯାଇଥାଏ, ଚୁପ୍ ରହିବାକୁ ପଡ଼ିଥାଏ। ତଥାପି ଅନ୍ତର ଆତ୍ମାଟା ଜଳୁଥାଏ, କାହିଁକି ଚୁପ୍ ରହିବି, କ'ଣ ପାଇଁ? ବିବେକ ବେଳେବେଳେ ବାଧା ଦିଏ, ନା ପ୍ରତିଶ୍ରୁତି ଅଛି, କଥା ଦେଇଛି, ଚୁପ୍ ରହିଯିବା। କିନ୍ତୁ ଏଇ ଚୁପ୍ଟାକୁ ସାଙ୍ଗମାନେ କିଛି ଲୋକ କମଜୋରି ବୋଲି ଭାବନ୍ତି। ନା, ଭୁଲ ଭାବନ୍ତି। କମଜୋରି ନୁହେଁ ଆଜ୍ଞା। ସବୁ କିଛି ସହିଯାଇକି ଚୁପ୍ ରହୁଥିବା ମଣିଷଟି ଭାବନି ଯେ ସେ ତାର କମଜୋର ସକାଶେ ଚୁପ୍ ଅଛି। ସେ କୋଉଦିନ କିଛି ବି ଗୋଟେ କରିପାରେ, ଆଉ ସେଇଦିନ କମଜୋରି ଭାବୁଥିବା ମଣିଷମାନେ ବୁଝିପାରନ୍ତି ଯେ ପ୍ରକୃତ କ'ଣ। ଦୁନିଆଟା ଆଜ୍ଞା ସେଇଆ ସାଙ୍ଗମାନେ। କିଛି ଲୋକ କଥା ଦେଇକି କଥା ରଖନ୍ତିନି, ଆଉ କିଛି ଲୋକ ବିନା କାରଣରେ କଥା ରଖନ୍ତି। ହେଲେ ସବୁଠୁ ଖସି ଯାଇପାର ଭଗବାନଙ୍କ ପାଖରେ। ସେ ତ ଧର୍ମ ନୀତି ଧରିକି ବସିଛି ଉପରେ। ସେ ନିଶ୍ଚିତ ନ୍ୟାୟ ଦେବ, ଆଉ ସେ ନିଶ୍ଚିତ ସତ ମିଛର ବିଚାର କରିବ। ଏଇଟା ଆଜ୍ଞା ନିରାଟ ସତ୍ୟ। ଯଦି ଏହା ନ ହୋଇଥାନ୍ତା, କି ଭଗବାନ ନଥାନ୍ତେ, କି କାହା ଉପରେ ଭରସା ନଥାନ୍ତା, ତାହେଲେ ଦିନ ରାତି ହୁଅନ୍ତାନି ସାଙ୍ଗମାନେ। କିଏ କରିଦେଲା, ରାତି ହେଇଥିଲା ସକାଳ, ଆଉ କିଏ କଲା, କୋଉ ଲୋକ ସୁଇଚ୍ ମାରିକି କଲା ତାକୁ? ଭଗବାନ ଅଛନ୍ତି, ଆଉ ଭଗବାନ ଦିନେ ନା ଦିନେ ସବୁ ଜିନିଷର ବିଚାର କରିବେ। କିନ୍ତୁ ଟିକେ ସମୟ ଲାଗିବ, ଆଉ ସେ ସମୟକୁ ଧୈର୍ଯ୍ୟ ସହ ଅପେକ୍ଷା କରିବାକୁ ପଡ଼ିବ। ନିଶ୍ଚିତ ଫଳ ଅଛି। ଯଦି ଭଗବାନ ନଥାନ୍ତେ, ଦିନ ରାତି ହୁଅନ୍ତାନି। ଯଦି ଭଗବାନ ନଥାନ୍ତେ, ଚନ୍ଦ୍ର ସୂର୍ଯ୍ୟ ଯାତାୟାତ କରନ୍ତିନି। ଭଗବାନ ଅଛନ୍ତି, ଭଗବାନଙ୍କୁ ଭରସା ରଖ। ଗୋଟେ ଚୋର ବି ଭଗବାନଙ୍କୁ ଡାକୁଛି, ଗୋଟେ ଭଦ୍ରଲୋକ ବି ଭଗବାନଙ୍କୁ ଡାକୁଛି। ସବୁ ଜିନିଷର ହିସାବ ସେ ନିଶ୍ଚିତ କରିବ। ତା ଦଣ୍ଡିରେ ସେ ଓଜନ କରୁଛି, କାହାର କେତେ ଭୁଲ, କାହାର କେତେ ଠିକ୍। ଏସବୁ ଓଜନ କରିସାରିଲା ପରେ ସେ ତାର ସମୟ ଦେଖିକି ନିଶ୍ଚିତ ବିଚାର କରିବ, ଆଉ ନିଶ୍ଚିତ ତା ରାୟ ଦେବ। ଜୟ ଜଗନ୍ନାଥ। ଯଦି କଥାଟି ଭଲ ଲାଗିଲା ତାହେଲେ କମେଣ୍ଟ କରିବେ, ଲାଇକ୍ କରିବେ। ରହୁଛି, ଧନ୍ୟବାଦ।